नमस्कार दर्शक बंधु नमस्कार। ମୁଁ ଆଜି ଗୋଟେ କଥା କହିବାକୁ ଚାହୁଁଛି ଆପଣମାନଙ୍କୁ। ବାପା ଆଉ ମା, ଏ ଯେଉଁ ବାପା ଆଉ ମା ଆଜିକାଲି ଯୁଗରେ ବାପା ମା ଯେତେବେଳେ ବୁଢ଼ା ହେଇଯାଉଛନ୍ତି ପିଲାମାନେ ତାଙ୍କୁ ପଚାରୁନାହାନ୍ତି। ଆମେ ମଧ୍ୟ ଆଖିରେ ଦେଖୁଛୁ, ଆପଣମାନେ ବି ଆଖିରେ ଦେଖିଥିବେ, ଅନୁଭବ କରିଥିବେ, କିନ୍ତୁ ବାପା ମାଆଙ୍କୁ ପଚାରୁନାହାନ୍ତି। ଦେଖନ୍ତୁ ନା, ଯେଉଁ ମା 10 ଦିନ 10 ମାସ 10 ଦିନ ଗର୍ଭରେ ଧରି କେତେ କଷ୍ଟ କେତେ ଯନ୍ତ୍ରଣାଟାକୁ ସହି ସେ ପିଲାଟାକୁ ଜନ୍ମ ଦିଏ, ଯେଉଁ ବାପା ତାକୁ ମଣିଷ କରେ, ଯେଉଁ ମା ତାକୁ ମଣିଷ କରେ, ଲାଳନ ପାଳନ କରି ମଣିଷ କରନ୍ତି, ସେ ବାପା ମା ବୁଢ଼ା ହେଲା ପରେ କଷ୍ଟ ପାଉଛନ୍ତି, ଆପଣମାନେ ପଚାରୁନାହାନ୍ତି। ଧିକ ଆପଣ ମଣିଷ ଜୀବନ, ଧିକ। ଛି, ଭୁଲନ୍ତୁ ନାହିଁ, ମନେ ଭଲ ଭାବରେ ରଖନ୍ତୁ ଯେ ବାପା ମା ନା ସ୍ୱୟଂ ଭଗବାନ, ଭଗବାନ ସ୍ୱୟଂ ଭଗବାନ। ତାଙ୍କ ସେବା କର। ବାପା ଝାଡ଼ା ବସିଦେଲେ ବୁଢ଼ା କାଳେ ତାକୁ ଫୋପାଡ଼ି ଦିଅ ହାତରେ ନେଇ। ମା ଝାଡ଼ା ବସିଲେ ବି ତା ପୋଛିକି ହାତରେ ନେଇକି ଫୋପାଡ଼ି ଦିଅ, କାରଣ ସିଏ ବି ତମ ଝାଡ଼ାଟାକୁ ପେଣ୍ଡା ଉପରେ ବସେଇଛନ୍ତି। ତମ ପେଣ୍ଡାରେ ବି ତାଙ୍କମାନଙ୍କ ପେଣ୍ଡାରେ ବି ତମେ ଦିନେ ହଗିଛ। ସେ କେତେ ପରିଷ୍କାର କରି ତମକୁ ଯତ୍ନ ନେଇ ମଣିଷ କରିଛନ୍ତି, ହେଲେ ବୁଢ଼ା ହେଲା ପରେ ତମେ ତାଙ୍କୁ ପଚାରୁନ। ଛି, ଭୁଲ। ଆପଣମାନେ ବହୁତ ଶାସ୍ତି ପାଇବେ, ଭଗବାନ ପାଖରେ ବହୁତ ଶାସ୍ତି ପାଇବେ। ଏବେ ସମୟ ଅଛି, ସୁଧୁରି ଯାଅ। ଏବେ ସମୟ ଅଛି, ସୁଧୁରି ଯାଅ, ନହେଲେ ଆପଣଙ୍କ ଭାଗ୍ୟଟା ଏତେ ଦୁର୍ବଳିଆ ହେଇଯିବ, ଏତେ ନଷ୍ଟ ହେଇଯିବ, ଆପଣ ବିଶ୍ୱାସ କରିପାରିବେନି। ଯଦି ବାପା ମାଆଙ୍କ ସେବା କରନ୍ତି ନା, ସବୁ ସୁଖ, ସବୁ ଶାନ୍ତି, ସବୁ ଆନନ୍ଦ ତମ ପାଖରେ ଥିବ। ଯେତେ ବାଧା, ଯେତେ ବିଘ୍ନ, ଯେତେ କଷ୍ଟ ଆସିଲେ ବି ସେ କେବେ ହେଲେ ବି ତମ ଅଗଗୋଡ଼ରେ କଣ୍ଟା ବାଜିବନି, କାହିଁକି ନା ବାପା ମାଆଙ୍କ ଆଶୀର୍ବାଦ ଥାଏ। ଆଉ ବାପା ମାଆଙ୍କୁ କେବେ ହେଲେ ଭୁଲ କରିବେନି। ବାପା ମାଆଙ୍କ ସେବା କର, ଦେଖିବ ତମ ଜୀବନଟା ବହୁ ଆନନ୍ଦମୟ ହେଇଯିବ, ବହୁ ଶାନ୍ତିରେ ଦିନ କାଟିବେ। ଆପଣଙ୍କ ପାଖରେ କୌଣସି ଅଭାବ ରହିବନି। ବାପା ମାଆଙ୍କ ସେବା କର। ବାପା ମା ପରେ ଭଗବାନ, ସେମାନଙ୍କ ସେବା କଲେ ସେ ତମକୁ ଢାଳି ଦେବେ ଆଶୀର୍ବାଦ, ଆଉ କେଉଁଠି ମିଳିବ। ତେଣୁ ଦର୍ଶକମାନେ, ଆପଣମାନେ ଯିଏ ବି ଦେଖନ୍ତୁ ମୋ ଚ୍ୟାନେଲକୁ, ବଡ଼ ହେଲା ବାପା ମା ବୁଢ଼ା ହେଲା ପରେ ତାଙ୍କୁ ପାଖ ଛାଡ଼ନି, ତାଙ୍କ ପାଖ ବି ଛାଡ଼ିବେନି, ତାଙ୍କୁ ବହୁତ ସେବା କରିବେ। ଯେମିତି ସିଏ ଆପଣଙ୍କର ଛୋଟବେଳେ କରିଛନ୍ତି, ଆପଣ ତାଠାରୁ ଅଧିକ କରିବେ। ଦେଖିବେ ଆପଣ ବହୁତ ଶାନ୍ତିରେ ରହିବେ, ବହୁ ଆନନ୍ଦରେ ରହିବେ। ନମସ୍କାର ଦର୍ଶକ ବନ୍ଧୁ, ମନେ ରଖିବେ, ମୋତେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ମୋ କଥାଟାକୁ ସେୟାର କରିବେ। ଇଏ ହେଉଛି ବାପା ମାଆଙ୍କ କଥା। ଏ ବାପା ମା ଯାହାର ନାହିଁ, କେତେ କଷ୍ଟ। ଆମେ ଆଜି ଭାବୁଛୁ ବାପା ମା ଯଦି ଥାଆନ୍ତେ ଆମେ କେତେ ସେବା କରିଥାନ୍ତୁ, କିନ୍ତୁ ଯେତେବେଳେ ସୁଖ ଆସି ପହଞ୍ଚିଲା ବାପା ମା ଚାଲିଗଲେ। ତେଣୁ ଆପଣମାନେ କେବେ ଅବହେଳା କରିବେନି, କେବେ ବି ଅବହେଳା କରିବେନି। ବାପା ମାଆଙ୍କ ସେବା କରନ୍ତୁ, ଦେଖିବେ ସବୁ ଶାନ୍ତି ମିଳିବ। ନମସ୍କାର।